ସ୍ୱାଗତ କରୁଛି ଆପଣମାନଙ୍କୁ ଏକ୍ଜାମ୍ସ ୟୁଟ୍ୟୁବ୍ ଚ୍ୟାନେଲକୁ ଆଉ ଏକ ନୂତନ ଭିଡ଼ିଓରେ। ତ ଆପଣମାନଙ୍କ ପାଇଁ ଗୋଟେ ବହୁତ ବଡ଼ ଅପଡେଟଟି ରହିଛି, ଯେଉଁଟାକି କ'ଣ ରହିଛି ନା OSSର ଯେଉଁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ତରଫରୁ ଆପଣଙ୍କର ଯେଉଁ କମ୍ବାଇଣ୍ଡ ରିକ୍ରୁଟମେଣ୍ଟ ଏକ୍ଜାମିନେସନ୍ ହେଇଥିଲା, ସିଜିଏଲ୍ ଏକ୍ଜାମ୍ ହେଇଥିଲା, ତ ତାର ଗୋଟେ ବହୁତ ବଡ଼ ଅପଡେଟ୍ ଆପଣଙ୍କୁ ଦେଖିବାକୁ ମିଳିଛି ଏଠି। ଠିକ୍ ଅଛି, ତ ରିସେଣ୍ଟଲି ଆପଣଙ୍କର ସିଜିଏଲ୍ ଏକ୍ଜାମ୍ଟି ହେଇଥିଲା, କଣ୍ଡକ୍ଟ କରାଯାଇଥିଲା, ଯେଉଁଟାକି 19 ତାରିଖରେ ଥିଲା, 19 ଏପ୍ରିଲ 2026ରେ ହେଇଥିଲା ଆପଣଙ୍କର ଏକ୍ଜାମ୍। ଠିକ୍ ଅଛି, ତ କ'ଣ ରହିଛି ଅପଡେଟଟି, ତ ସେଇଟା ଆମେ ଦେଖିବା ପୂର୍ବରୁ ଆପଣମାନଙ୍କୁ ମୁଁ ଗୋଟିଏ ରିକ୍ୱେଷ୍ଟ କରିବି ଯେ ଭିଡ଼ିଓଟିକୁ ଆପଣମାନେ ସମସ୍ତେ ଦେଖୁଛନ୍ତି ହେଲେ କେହି ଲାଇକ୍ କରୁନାହାନ୍ତି କି ସବସ୍କ୍ରାଇବ୍ କରୁନାହାନ୍ତି। ଦୟାକରି ଲାଇକ୍ ସବସ୍କ୍ରାଇବ୍ ନିହାତି କରନ୍ତୁ ଏବଂ ମୋତେ ଗୋଟେ ମୋଟିଭେସନ୍ ଦିଅନ୍ତୁ, ଯେମିତିକି ଆପଣଙ୍କ ପାଇଁ ନୂଆ ନୂଆ ଅପଡେଟ୍ ମୁଁ ଏମିତି ନେଇ ଆସିବି। ତ ଠିକ୍ ଅଛି, ତ ଚାଲନ୍ତୁ ଡେରି ନକରି ଆରମ୍ଭ କରିଦେବା ଭିଡ଼ିଓଟି। ସେ କହିଛି ଯେ ପରସେଣ୍ଟ ଟୁ ଆଡଭର୍ଟାଇଜମେଣ୍ଟ ଏତିକି ନମ୍ବର ଏତିକି ଡେଟ୍ 12/12/2025, ଡେଟ୍ ହେଇଥିଲା 29/1/2026ରେ ରିକ୍ରୁଟମେଣ୍ଟ ଡିଫରେଣ୍ଟ ଗ୍ରୁପ B and C post advertised under combined graduate level examination CGLR 2025. Candidates bearing the following roll numbers and provisionally shortlisted to appear in the mains written exam based on their marks secured in the preliminary examination held on 19/4/2026 through OMR mode। ঠিক ଅଛି, ତ ଏଠି ସେ କହିଲା ଯେ ଆପଣଙ୍କର ଯେଉଁ ଏକ୍ଜାମଟି ହେଇଥିଲା 19 ଏପ୍ରିଲରେ, ଠିକ୍ ଅଛି, 19 ଏପ୍ରିଲ 2026ରେ ତାର ଗୋଟେ ପ୍ରୋଭିଜନାଲ ରୋଲ ନମ୍ବର ଆପଣଙ୍କୁ ସର୍ଟଲିଷ୍ଟେଡ୍ କରିକି ମେନସନ୍ କରାଯାଇଛି। ଠିକ୍ ଅଛି, ତ ସେଇଥିରେ ଆପଣମାନଙ୍କର ଯେଉଁ ଏକ୍ଜାମର ରୋଲ ନମ୍ବର ରହିଥିଲା, ତ ରୋଲ ନମ୍ବରଟିକୁ ପକାଇ ଦେଖିପାରିବେ ଯେ ଆପଣଙ୍କର ସିଲେକ୍ସନ୍ ହେଇଛି ନା ହେଇନି। ୟା ପୂର୍ବରୁ ତ ଆନ୍ସର କି ଆପଣଙ୍କୁ ଦେଇଥିଲା, ତ ଆପଣମାନେ ଯେଉଁ ଆଟେଣ୍ଡ କରିଥିଲେ ତାର ଆନ୍ସର କି ଦେଖି ଆପଣମାନେ କ'ଣ କରିଥିବେ ନା ନିଜର ଯେତିକି ମାର୍କ ରହୁଛି ସିକ୍ୟୁର କରୁଛନ୍ତି ସେଇଟା ତ ଜାଣିଥିବେ। ତା ଅନୁସାରେ ଗୋଟେ କଟ୍ ଅଫ୍ ବି ଦେଇଥିଲା ଆପଣଙ୍କୁ। ସେ କଟ୍ ଅଫ୍ରେ ଆପଣମାନେ ଦେଖିପାରିବେ ଯେ ଆପଣଙ୍କର କେତେ କଟ୍ ଅଫ୍ ଗଲା, କ'ଣ ଗଲା, ଏବଂ ଆପଣଙ୍କର ଯେଉଁ ରୋଲ୍ ନମ୍ବର ଗୁଡ଼ିକ ଦେଇଛି ତଳେ ଆପଣଙ୍କୁ ସେ PDFରେ ମେନସନ୍ ହେଇଛି ରୋଲ୍ ନମ୍ବର ଗୁଡ଼ିକ। ତ ସେଇଥିରୁ ଆପଣମାନେ କ'ଣ କରିପାରିବେ ନା ନିଜର ରୋଲ୍ ନମ୍ବରଟିକୁ ଦେଖିପାରିବେ। ଠିକ୍ ଅଛି, ଏ ଯେଉଁ ରୋଲ୍ ନମ୍ବର ଦେଇଛି ଏଠି ଆପଣମାନେ ମନେକର ଏଇଠି ରୋଲ୍ ନମ୍ବର ଗୋଟେ ସିଲେକ୍ସନ୍ ହେଇଛି ୟୁଆର୍ କ୍ୟାଣ୍ଡିଡେଟ୍ ଜଣେ, ତ ଏଠି ଆପଣ ଇଏ ଯେମିତି ତାଙ୍କ ରୋଲ୍ ନମ୍ବରଟା ଦେଖିପାରିବେ, ଆପଣଙ୍କ ରୋଲ୍ ନମ୍ବରଟା ପକେଇକି ମ୍ୟାଚ୍ କରିକି ଦେଖିପାରିବେ ଆପଣ ସିଲେକ୍ସନ୍ ହେଇଛନ୍ତି କି ହେଇନାହାନ୍ତି। ଠିକ୍ ଅଛି, ତ ଇଏ ଥିଲା ଆଜିର ବଡ଼। ଠିକ୍ ଅଛି, ତ ଆପଣମାନଙ୍କୁ ମୁଁ କଟ୍ ଅଫ୍ଟା ଦେଖେଇ ଦେଉଛି। ଆପଣଙ୍କର ଯେଉଁ କଟ୍ ଅଫ୍ ଯାଇଥିଲା କେତେ ଯାଇଥିଲା କ'ଣ ନା ଆପଣ ଦେଖିପାରୁଥିବେ ଏଠି ଆପଣଙ୍କର କଟ୍ ଅଫ୍ଟି ମେନସନ୍ ହେଇଛି। ସରି, ଆପଣମାନେ ଦେଖିପାରୁଥିବେ ଆପଣଙ୍କର ଏଠି କଟ୍ ଅଫ୍ଟି ମେନସନ୍ ହେଇଛି। ତ କଟ୍ ଅଫ୍ କେତେ ରହିଛି କ'ଣ ନା ୟୁଆର୍ ମାନେ ଜେନେରାଲ ମାନଙ୍କ ପାଇଁ କଟ୍ ଅଫ୍ ଯାଇଛି 106.5। ତ ଆପଣମାନେ ଯଦି 106.5ରୁ ଅଧିକ ମାର୍କ ସିକ୍ୟୁର କରିଥିବେ ତେବେ ଆପଣମାନେ କ୍ଲିୟର କରିଛନ୍ତି ପ୍ରିଲିମ୍ସ ଏକ୍ଜାମଟି। ଠିକ୍ ଅଛି, ତାପରେ ୟୁଆର୍ ଓମେନ୍ସ ମାନଙ୍କ ପାଇଁ ଯାଇଛି 97.5, SCBC ମାନଙ୍କ ପାଇଁ ଯାଇଛି 10.25, SCBC ଓମେନ୍ ମାନଙ୍କ ପାଇଁ ଯାଇଛି 94.25, SC ମାନଙ୍କ ପାଇଁ ଯାଇଛି 84.75, SC ଓମେନ୍ ମାନଙ୍କ ପାଇଁ ଯାଇଛି 74.5, ST ମାନଙ୍କ ପାଇଁ ଯାଇଛି 66.25, ST ଓମେନ୍ ଯାଇଛି 62.75, ଏକ୍ସ ସର୍ଭିସ ମ୍ୟାନ୍ ଯାଇଛି 72, ଏବଂ ସ୍ପେଶିଆଲ ଯେଉଁମାନେ ରହୁଛନ୍ତି PWD ହେରିକା ସବୁ ସେଗୁଡ଼ା ଯାଇଛି 24, ଏବଂ ସ୍ପେଶିଆଲ ଯେଉଁ PWD ସେମାନଙ୍କ ପାଇଁ ଯାଇଛି ଓମେନ୍ ମାନଙ୍କ ପାଇଁ ଯାଇଛି 22.5। ଠିକ୍ ଅଛି, ତ PWD କ୍ୟାଟାଗୋରୀ 1 to 4 ଯାଏଁ ଆପଣମାନଙ୍କର ମେନସନ୍ କରାଯାଇଛି। ତ ସେଗୁଡ଼ାକ ଆପଣମାନେ ଦେଖିପାରୁଥିବେ କେତେ କଟ୍ ଅଫ୍ ଯାଇଛି PWD କ୍ୟାଟାଗୋରୀ ୱାଇଜ୍ ଓମେନ୍ସ ଆଉ ମେନ୍ସ ମାନଙ୍କର। ତ ଇଏ ଥିଲା ଆପଣଙ୍କର ଡିଟେଲ୍ସ କଟ୍ ଅଫ୍ ଏବଂ ମାର୍କ ସିଲେକ୍ସନ୍ ବେସିସ୍ରେ କେତେ କ'ଣ ରହିଛି। ତ CGL ଏକ୍ଜାମ୍ 2025ର ଯେଉଁ ନୋଟିଫିକେସନ୍ର ରେଜଲ୍ଟ, ପ୍ରିଲିମ୍ସର ରେଜଲ୍ଟ ପଳେଇ ଆସିଛି। ଆପଣମାନେ ନିଜେ ଯାଇ ଚେକ୍ କରିଦିଅନ୍ତୁ। ଯଦି ଆପଣମାନେ ସିଲେକ୍ସନ୍ ହେଇଯାଇଛନ୍ତି ତେବେ ମେନ୍ସ ପାଇଁ ଗୋଟେ ଫୁଲ୍ ଜୋରସୋରରେ ପ୍ରିପାରେସନ୍ କରିବା ଆରମ୍ଭ କରିଦିଅନ୍ତୁ। ଆଉ ମେନ୍ସରେ ସିଲେକ୍ସନ୍ ହେଲା ପରେ ଆପଣଙ୍କ ଡକୁମେଣ୍ଟ ଭେରିଫିକେସନ୍ ହେବ ଏବଂ ଆପଣ ନିଜର ଇଚ୍ଛା ମୁତାବକ ଯଦି ଭଲ ର୍ୟାଙ୍କରେ ଆପଣ କ୍ୱାଲିଫାଏ କରିଥିବେ ତ ଗୋଟେ ଭଲ ପୋଷ୍ଟରେ ସିଲେକ୍ସନ୍ ହୋଇ ରହିପାରିବେ। ଠିକ୍ ଅଛି, ତ ଇଏ ଥିଲା ଆଜିର ଅପଡେଟ୍। ଆଜିର ଅପଡେଟ୍ ଏତିକି ଥିଲା। ଦେଖା ହେବା ଆଉ ଏକ ନୂତନ ଭିଡ଼ିଓରେ। ଠିକ୍ ଅଛି, ତ ଯଦି ଭିଡ଼ିଓଟି ଭଲ ଲାଗୁଛି ତାହେଲେ ନିଶ୍ଚୟ ଗୋଟେ ଲାଇକ୍ କରନ୍ତୁ। ଲାଇକ୍ କରି ଆପଣମାନେ ସାଙ୍ଗମାନଙ୍କ ସାଙ୍ଗରେ ମଧ୍ୟ ସେୟାର କରିଦିଅନ୍ତୁ, ଯାହାଫଳରେ କି ଆପଣମାନଙ୍କ ସାଙ୍ଗମାନେ ମଧ୍ୟ ଏହି ଅପଡେଟ୍କୁ ପାଇପାରିବେ ଏବଂ ଯଦି ସେମାନଙ୍କର ସିଲେକ୍ସନ୍ ହୋଇଥାଏ ତେବେ ସେମାନେ ମଧ୍ୟ ଜାଣିପାରିବେ। ଠିକ୍ ଅଛି, ତ ଲାଇକ୍ ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନ୍କୁ ମଧ୍ୟ ପ୍ରେସ୍ କରନ୍ତୁ ଏବଂ କମେଣ୍ଟ ସେକ୍ସନରେ ମୋତେ ନିହାତି ଜଣାନ୍ତୁ ଯେ ଆପଣମାନଙ୍କର କେତେ
ରେଜଲ୍ଟ ରହିଛି ବା ଆପଣମାନେ ସିଲେକ୍ସନ୍ ହୋଇଛନ୍ତି କି ନାହିଁ। ଠିକ୍ ଅଛି।